ଭାରତର ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି। ଗୋଟିଏ ଦିନ ଗସ୍ତରେ ଅଛନ୍ତି। ଏଇଠି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗଦେବେ। ବ୍ଲୁ ଇକୋନୋମି ଯେଉଁ ମତ୍ସ୍ୟ ଚାଷୀଙ୍କ ସମୁଦ୍ରରେ ଗଭୀର ସମୁଦ୍ରରେ ମତ୍ସ୍ୟ ଚାଷୀଙ୍କ ପାଇଁ କିଭଳି ଭାବେ ତାଙ୍କୁ ପରିଚୟ ପ୍ରଦାନ କରାଯିବ ଏବଂ ବଣ୍ଟନ କରାଯିବ ମତ୍ସ୍ୟ ଚାଷର ଉତ୍ପାଦନ ପାଇଁ ଏ କାର୍ଯ୍ୟକ୍ରମ ସାମିଲ ହୋଇଛନ୍ତି ଏବଂ ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ, ମେୟର, ପୁଲିସ ଡିଜି ତାଙ୍କୁ ସ୍ୱାଗତ କରିଛନ୍ତି ଏବଂ ତାଙ୍କର ଯେଉଁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରଠୁ ଆରମ୍ଭ କରି ପ୍ରଥମ OUT କ୍ୟାମ୍ପସରେ କାର୍ଯ୍ୟକ୍ରମ ଯୋଗଦେବେ। ତାପରେ ନାଇଜରରେ ମଧ୍ୟ ଏକ କାର୍ଯ୍ୟକ୍ରମକୁ ଯୋଗଦେବେ ଉପରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି କାର୍ଯ୍ୟକ୍ରମକୁ ନେଇକି ବିଭିନ୍ନ ଜାଗାରେ ଭୁବନେଶ୍ୱରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ବିଭିନ୍ନ ହୋର୍ଡ଼ିଂ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।